ତାଙ୍କର ସୁଗାର ଏତେ ହାଇ ଅଛି ଇଭେନ୍ ତାଙ୍କର ସୁଗାର 700 800 1000 500 କଣ୍ଟ୍ରୋଲ ରହୁନାହିଁ। ତା ବାଦେ ବି ଏବେ ମେଡିକାଲର ଡକ୍ଟର ମାନେ କହୁଛନ୍ତି କି ଡିସଚାର୍ଜ ନେଇଯିବାର ଅଛି। ଡିସଚାର୍ଜ ନେଇଯିବାର ଅଛି, ଗୋଟେ ପେସେଣ୍ଟ ବେଶୀ ଟାଇମ ରହିପାରିବନି, ତାଙ୍କୁ ନେଇଯାଅ, ସାଙ୍ଗେ ସାଙ୍ଗେ ନେଇଯାଅ, ଡିସଚାର୍ଜ ନେଇଯାଅ କହୁଛନ୍ତି ବାର ବାର। ତାଙ୍କର ଦେହ ଏବେ ବି ଖରାପ ଅଛି କିନ୍ତୁ ଜବରଦସ୍ତି ଡିସଚାର୍ଜ ଦେଇଦଉଛନ୍ତି, ତାଙ୍କୁ କହୁଛନ୍ତି ତାଙ୍କେ ଠିକ ଅଛନ୍ତି ବୋଲି। ଆପଣ ନାଁ କଣ? ଆପଣ ନାଁଟା କଣ ହଉଛି? ଆପଣ ହାକୁଟି ହଉଛି ବନ୍ଦ ହଉନି। ଆପଣଙ୍କୁ ଡିସଚାର୍ଜ ଦେଇ ଦେଇଛନ୍ତି ପୁଣି? ଆପଣ ଭଲ ଲାଗୁଛି କି? ଚାଲିପାରିବେ କି? ନାଇଁ ଚାଲିପାରିନି, ଗୋଡ ତ ପ୍ରୋବ୍ଲେମ। ଆଗରୁ ତ ଗୋଡ ଭଲ ଥିଲା ତମର, ଆଗରୁ ଭଲ ଥିଲା, ଚାଲି ପାରୁଥିଲ, ଏବେ ଚାଲି ପାରୁନ? ଷ୍ଟାଣ୍ଡ ଧରି ଚାଲୁଥିଲି ଆଗ। ଏବେ ଚାଲି ପାରୁନ? ହାକୁଟି ବନ୍ଦ ହଉନାହିଁ। ତମକୁ ଡିସଚାର୍ଜ କିଏ ଦେଲା? ସେ ସାର୍ କଣ ଡକ୍ଟର ଦେଲେ ନା ନର୍ସ ମାନେ ଦେଲେ? ନାଇଁ ଡକ୍ଟର ଦେଲେ। ହଉ ଠିକ ଅଛି। ପେସେଣ୍ଟ ଆପଣଙ୍କର କଣ ହେବେ? ମଜା ଏବେ ଅଜା ହେବେ। ଏ ଯୋଉ ମ୍ୟାଡାମ ଠିଆ ହେଇଛନ୍ତି କିଏ ହେବେ? ଭାଇ ଭାଇ। ହଁ। ଆଚ୍ଛା, କଣ ହେଇଛି ଆପଣଙ୍କର? ସୋ ମୋ ଆଈ ଅଜା ରାୟଗଡ଼ାରୁ, ତାଙ୍କେ ରାୟଗଡ଼ା ରୁହନ୍ତି, ତାଙ୍କ ଦେହ ସଡନ୍ ଖରାପ ହେଲା, ସେଥିପାଇଁ ତାଙ୍କୁ ମେଡିକାଲ ନେଇ ଗଲେ। ସେଠୁ ତାଙ୍କୁ ରେଫର କରିଦେଲେ, ରେଫର କରିକି କୋରାପୁଟ ଆଣିଦେଲେ। କୋରାପୁଟ ଆଣିଲା ପରେ ତାଙ୍କର ଗୋଡ ପୁରା ସୁଜି ଯାଇଛି, ସୁଗାର ହାଇ ଅଛି ତାଙ୍କର। ତାପରେ ତାଙ୍କୁ ହାକୁଡି ଆସୁଛି ବହୁତ, ସେଥିପାଇଁ ତାଙ୍କୁ ଅକ୍ସିଜେନ ଦିଆହଉଛି, ଅକ୍ସିଜେନ ପାଇପ ଦିଆହଉଛି। ଆଉ ତାଙ୍କର ସୁଗାର ଏତେ ହାଇ ଅଛି ଇଭେନ୍ ତାଙ୍କର ସୁଗାର 700 800 1000 500 କଣ୍ଟ୍ରୋଲ ରହୁନାହିଁ। ତା ବାଦେ ବି ଏବେ ମେଡିକାଲର ଡକ୍ଟର ମାନେ କହୁଛନ୍ତି କି ଡିସଚାର୍ଜ ନେଇଯିବାର ଅଛି। ଡିସଚାର୍ଜ ନେଇଯିବାର ଅଛି, ଗୋଟେ ପେସେଣ୍ଟ ବେଶୀ ଟାଇମ ରହିପାରିବନି, ତାଙ୍କୁ ନେଇଯାଅ, ସାଙ୍ଗେ ସାଙ୍ଗେ ନେଇଯାଅ, ଡିସଚାର୍ଜ ନେଇଯାଅ କହୁଛନ୍ତି ବାର ବାର। ତାଙ୍କର ଦେହ ଏବେ ବି ଖରାପ ଅଛି କିନ୍ତୁ ଜବରଦସ୍ତି ଡିସଚାର୍ଜ ଦେଇଦଉଛନ୍ତି, ତାଙ୍କୁ କହୁଛନ୍ତି ତାଙ୍କେ ଠିକ ଅଛନ୍ତି ବୋଲି, ଯେତେବେଳେ ତାଙ୍କେ ଠିକ ନାହାନ୍ତି। ତାଙ୍କୁ ଅକ୍ସିଜେନ ଦିଆହଉଛି ବାର ବାର, ତାଙ୍କୁ ସାଲାଇନ୍ ଦିଆହଉଛି, ତାଙ୍କ ସୁଗାର କଣ୍ଟ୍ରୋଲ ରହୁ ବୋଲି। ତା ବାଦେ ବି ତାଙ୍କୁ ଡିସଚାର୍ଜ ଦେଇ ଦଉଛନ୍ତି, ତାଙ୍କୁ କହୁଛନ୍ତି କି ଦେହ ଠିକ ଅଛି ବୋଲି, ଏବେ ବି ଠିକ ନାହିଁ। ତାଙ୍କର ଗୋଡ ଫୁଲିକି ଅଛି ଏବେ ବି, ଆଉ ତାଙ୍କର ଗୋଡ ପୁରା କଳା ପଡିଯାଇଛି। ତା ବାଦେ ବି କହୁଛନ୍ତି କି ଡିସଚାର୍ଜ ନେଇଯିବେ ଆସିଲେ।